ଏକ ଫେବୃଆରୀ ରବିବାର ଏବଂ ସେହି ଦିନ ପଡୁଅଛି ପୁଷ୍ୟ ନକ୍ଷତ୍ର। ନକ୍ଷତ୍ର ମାନଙ୍କର ରାଜା ହେଉଛି ପୁଷ୍ୟ ନକ୍ଷତ୍ର ଏବଂ ଯଦି ଏହି ପୁଷ୍ୟ ନକ୍ଷତ୍ର ଗୁରୁବାର କିମ୍ବା ରବିବାର ଦିନ ପଡୁଅଛି ତାହେଲେ ଏହା ବିରଳ ସଂଯୋଗ ଆଣିଥାଏ। ରବିବାର ଦିନ ପୁଷ୍ୟ ନକ୍ଷତ୍ର ପଡୁଥିବାରୁ ରବି ପୁଷ୍ୟ ଯୋଗ ଅଛି। ଏହି ରବି ପୁଷ୍ୟ ଯୋଗରେ ଯେଉଁ ବ୍ୟକ୍ତି ମାତ୍ର ଏହି 5ଟି କାମ କରିଦେଇଥାଏ ତା ଘରେ ମା ଲକ୍ଷ୍ମୀଙ୍କର ସଦାସର୍ବଦା ବାସ ରହିଥାଏ। 7 ଦିନରେ ଚମତ୍କାର ଦେଖିବେ, ଆପଣଙ୍କ ଘରୁ ଧନର ଅଭାବ ଦୂର ହବ। ମାତ୍ର 7 ଦିନରେ ଆପଣ ମାନେ ଫରକ ଦେଖିପାରିବେ। କେବଳ ଏହି ରବିବାର ଦିନ 1 ଫେବୃଆରୀ ଯେହେତୁ ରବିବାର ଦିନ ପୁଷ୍ୟ ନକ୍ଷତ୍ର ପଡୁଅଛି, ଆପଣ 5ଟି କାମ କରିଦିଅନ୍ତୁ। ଆପଣ ବିଶ୍ୱାସର ସହକାରେ କରନ୍ତୁ, ଦେଖିବେ ନିଶ୍ଚୟ ଆପଣ ମାତ୍ର 7 ଦିନରେ ଚମତ୍କାର ନିଜ ଆଖିରେ ଆପଣ ମାନେ ଦେଖିପାରିବେ। ଯେଉଁମାନେ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି, ଯେଉଁମାନେ ନୂଆ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କରିପାରୁନାହାନ୍ତି, କାର୍ଯ୍ୟରେ ସଫଳତା ପାଇପାରୁନାହାନ୍ତି, କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ବିରଳ ସଂଯୋଗକୁ, ଏମିତି ଏକ ଶୁଭ ଦିନକୁ ଜମା ବି ହାତଛଡ଼ା କରନ୍ତୁ ନାହିଁ। ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୁଁ ଆଜି କହିବି ଯେ କେମିତି ଆପଣ 1 ଫେବୃଆରୀରେ କେଉଁ କାମ କରିବେ ଏବଂ ଏହି ରବିବାର ଦିନ ପ୍ରତ୍ୟେକ ବ୍ୟକ୍ତି ଏହି ଭିଡିଓକୁ ଏବେ ହିଁ ସେୟାର କରିଦିଅନ୍ତୁ, ଯାଦ୍ୱାରା ଅନ୍ୟମାନେ ବି ଏହାର ଲାଭ ଉଠାଇ ପାରିବେ। କାରଣ ଏହି ଦିନକୁ ଯେହେତୁ ରବିବାର ପଡୁଛି ସମସ୍ତ ଆମିଷ ଭକ୍ଷଣ କରିଦେବେ। ତେଣୁ ଯଦି ଆପଣ ମାନେ ଗୋଟିଏ ଦିନ ରହିକରି ଏହି କାମ କରିଦେବେ, ତେବେ ବିଶ୍ୱାସର ସହକାରେ କରନ୍ତୁ, ଆପଣଙ୍କର ନିହାତି ଶୁଭ ହବ। ଏହି କାମ ଘରର ପୁରୁଷ କରନ୍ତୁ, ମହିଳା କରନ୍ତୁ, ଯେ କେହି ବି କରିପାରିବ। ଆପଣଙ୍କର ମନରେ ବା ଆପଣଙ୍କ ଘରେ ଯାହା ବି ଚିନ୍ତା ଅଛି, ଆପଣ ମାନେ ଥରୁଟିଏ ଏହି 5ଟି କାମ ରବିବାର ଦିନ 1 ଫେବୃଆରୀ ଦିନ କରି ଦେଖନ୍ତୁ ଏବଂ ନିଜର ଖୋଲା ଆଖିରେ ଆପଣ ନିଜର ଚମତ୍କାରିତା ଦେଖିପାରିବେ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଏ ପର୍ଯ୍ୟନ୍ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡିଓକୁ ଗୋଟେ ଲାଇକ୍ ଟିକେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଯେମିତିକି ଆପଣମାନଙ୍କୁ କହିଲେ ଯେ ରବିବାର ଦିନ ପୁଷ୍ୟ ନକ୍ଷତ୍ର ପଡୁଅଛି, ପୁଷ୍ୟ ନକ୍ଷତ୍ର ଯିଏକି ନକ୍ଷତ୍ର ମାନଙ୍କର ରାଜା। ଏବେ ଚାଲନ୍ତୁ କେଉଁ 5ଟି କାମ ଆପଣଙ୍କୁ କରିବାକୁ ପଡିବ, ଏହାକୁ ଅତି ଧ୍ୟାନର ସହକାରେ ଶୁଣନ୍ତୁ, ନିହାତି ଏହି ଉପାୟ କରନ୍ତୁ। ପ୍ରଥମ କଥା, ଆପଣଙ୍କୁ କିଛି ହଳଦୀ, ଗଙ୍ଗାଜଳ, ସିନ୍ଦୁର ଏବଂ ଇତର, ଆପଣ ପୂଜା ଦୋକାନରେ ଇତର ମିଳିଯିବ, ଏହି ସବୁକୁ ମିଶାଇ ଦିଅନ୍ତୁ। ମିଶାଇ କରି ଆପଣ ଶନିବାର ଦିନ ଅର୍ଥାତ୍ ଆଜିର ଦିନରେ ଆପଣ ମାନେ ଘରକୁ ଭଲ ଭାବରେ ସଫା ସୁତୁରା କରିଦେବେ, ନିଜ ମେନ୍ ଡୋରକୁ ଭଲ ଭାବରେ ସଫା ସୁତୁରା କରିଦେବେ ଏବଂ ରବିବାର ଦିନ ସକାଳୁ ଉଠିକରି ସ୍ନାନ ଶୌଚାଦି କାର୍ଯ୍ୟ କରିବେ। ଠାକୁର ପୂଜା କରିସାରିବା ପରେ ମୁଖ୍ୟ ଦ୍ୱାରକୁ ଚାଲିଯିବେ ଏବଂ ଗୋଟିଏ ପାତ୍ରରେ ଆପଣ ମାନେ ହଳଦୀ, ଗଙ୍ଗାଜଳ ଏବଂ ସିନ୍ଦୁର, ଇତର ଏସବୁକୁ ମିଶାଇ ଦେବେ। ମିଶାଇ କରି ନିଜର ଘରର 2 ସାଇଡରେ, ଘରର ଯୋଉ ମୁଖ୍ୟ ଦ୍ୱାର ଅଛି 2 ସାଇଡରେ ଆପଣ 2ଟି ସ୍ୱାସ୍ତିକ ଅଙ୍କନ କରିବେ, ରିଦ୍ଧି ସିଦ୍ଧି। ଏବଂ କାହିଁକି ନା ଯାହା ଘରେ ରିଦ୍ଧି ସିଦ୍ଧି ରହିଥାନ୍ତି ତା ଘରେ ମଣିଷ ମାନେ ବୁଦ୍ଧି ବି ପ୍ରବଳ ରହିଥାଏ ଏବଂ ସିଦ୍ଧି ବି ପ୍ରାପ୍ତ କରିଥାନ୍ତି। ତେଣୁ ଆପଣଙ୍କୁ ଯଦି ଲକ୍ଷ୍ମୀଙ୍କୁ ପାଇବା ପାଇଁ ଚାହୁଁଛନ୍ତି, ପ୍ରଥମେ ରିଦ୍ଧି ସିଦ୍ଧି ଏ 2ଟିକୁ ଆପଣଙ୍କୁ ପ୍ରସନ୍ନ କରିବାକୁ ପଡିବ। ତ ଆପଣ ମାନେ ଘରର ମୁଖ୍ୟ ଦ୍ୱାରର 2 ପଟେ ସ୍ୱାସ୍ତିକ ଅଙ୍କନ କରିବେ। ଅଙ୍କନ କରିସାରି ସେଥିରେ କିଛି ଅକ୍ଷତକୁ ଲଗାଇ କରି ଦୀପ ଧୂପ ପୂଜା କରିବେ ଏବଂ ପ୍ରାର୍ଥନା କରିବେ, ପ୍ରଭୁ ଶ୍ରୀ ଗଣେଶ, ରିଦ୍ଧି ସିଦ୍ଧି ଏବଂ ମା ଲକ୍ଷ୍ମୀଙ୍କୁ ଆଜିର ଦିନଠାରୁ ମୋ ଘରକୁ ଆସନ୍ତୁ, ମୋ ଘରେ ସୁଖ ସମୃଦ୍ଧି ବୈଭବତା ପ୍ରଦାନ କରନ୍ତୁ। ଆପଣ ନିଜର ଭାବ ଅନୁସାରେ, ନିଜର ସ୍ନେହ ଭରା କଥାରେ କେମିତି ଆପଣ ଭଗବାନଙ୍କୁ ନିଜ ଘରକୁ ଡାକିବେ, ସେଇଟା ଆପଣ ନିଜର ଯାହାବି ଆପଣଙ୍କର ମନର କଥା ଅଛି ନିଜେ କହିକରି ଭଗବାନଙ୍କୁ ଆପଣଙ୍କ ଘରକୁ ଡାକିବେ। ଆଜିଠାରୁ ମୋ ଘରେ ଆପଣ ପ୍ରବେଶ କରନ୍ତୁ ବା ମୋ ଘର ଅପରାଧ କ୍ଷମା କରିଦିଅନ୍ତୁ, ମୋ ଘରର ସମୃଦ୍ଧି, ମୋ ଘରର ବୈଭବତା ତୁମ ହାତରେ ବୋଲି ଭଗବାନଙ୍କୁ କୁହନ୍ତୁ। ପ୍ରଥମ କଥା। ଦ୍ୱିତୀୟରେ, ଆଜି ଆପଣ ମାନେ କଣ କରିବେ ନା, ଯଦି ଆପଣଙ୍କ ପାଖରେ ରୂପାର ଦୀପ ଥିବ ତ ଭଲ କଥା, ଯଦି ନାହିଁ ପିତ୍ତଳର ଦୀପରେ 2ଟି ଲବଙ୍ଗ ପକାଇ କରି ସକାଳୁ ସନ୍ଧ୍ୟା ଯାଏଁ ଦୀପଟି ଜାଳିବେ। ଏହା ଧନକୁ ଆଗମନ କରାଇଥାଏ, ଧନକୁ ଆକର୍ଷଣ କରିଥାଏ। ସକାଳୁ ସନ୍ଧ୍ୟା ଯାଏଁ ଗୋଟିଏ ଦୀପ ନିହାତି ପ୍ରଜ୍ୱଳନ କରନ୍ତୁ। ଯଦି ବା ପ୍ରଜ୍ୱଳନ ନ କରିପାରିବେ କିଛି ସମୟ ପାଇଁ ହଉ ପଛେ ନିହାତି ପିତ୍ତଳ ଦୀପରେ ହେଉ ପଛେ ଲବଙ୍ଗଟିଏ 2ଟି ଲବଙ୍ଗ, ଫୁଲ ଥିବା ଲବଙ୍ଗ ପକାଇ କରି ଜଳାନ୍ତୁ, ଯାହାଦ୍ୱାରା କି ଧନର ଆଗମନ ହୋଇଥାଏ। ତୃତୀୟରେ, ଆପଣଙ୍କୁ ମୁଁ ଆଗରୁ କହିଛି, ତ ତୃତୀୟ ଜିନିଷଟି ଦର୍ଶକ ବନ୍ଧୁ ଏଇଆ ଅଟେ ଯେ ନା, ଆପଣ ମାନେ ଆଜିର ଦିନରେ ଯେଉଁମାନଙ୍କୁ ମୁଁ ପୂର୍ବରୁ ବି ଭିଡିଓରେ କହିଛି ନା, ନିଜର ମୁଖ୍ୟ ଦ୍ୱାରରେ ପୂଜା କରିବେ। ମୁଖ୍ୟ ଦ୍ୱାରରେ ହଳଦୀର ସ୍ୱାସ୍ତିକ ସକାଳ ବେଳେ ଅଙ୍କନ କରିବେ, ସଫାସୁତୁରା କରି ସେଠି ହଳଦିଆ
ଚାଉଳ ଟିକେ। ଆଜିର ଦିନରେ ଆପଣମାନେ ମୁଖ୍ୟ ଦ୍ୱାରର ପୂଜା ଆରମ୍ଭ କରନ୍ତୁ। ଆଜିର ଦିନରେ ଆପଣ ଯଦି ଦୋକାନ ଆରମ୍ଭ କରିବାକୁ ଚାହୁଁଛନ୍ତି, କିଛି ନୂଆ କାମ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ନିହାତି କରନ୍ତୁ। ଯଦି ଆପଣମାନେ କିଛି କିଣାକିଣି କରିବା ପାଇଁ ଚାହୁଁଛନ୍ତି, ତେବେ ରବିବାର ଦିନ ନିହାତି କିଣନ୍ତୁ। ଏହା ଦ୍ୱାରା କ'ଣ ହୋଇଥାଏ ନା ସେହି ଜିନିଷରେ ବଢ଼ିଥାଏ। ଆପଣ ସୁନା କିଣିବେ, ସମୃଦ୍ଧି ଆସିବ। ଯଦି ଆପଣ କିଛି ନ କରିପାରୁଛନ୍ତି, କିଛି ଚାଉଳ କିଣିକରି ଆଣନ୍ତୁ। ନିଜର ଯେଉଁଠି ଆପଣ ଚାଉଳ ରଖୁଛନ୍ତି ସେଠାରେ ରଖନ୍ତୁ। ଯେମିତି ମହାଭାରତ ଯୁଦ୍ଧରେ ଗୋଟେ ଦ୍ରୌପଦୀ ପାତ୍ର ବୋଲି ଥିଲା, ଯେଉଁଠାରେ କି କେବେ ବି ଖାଦ୍ୟ କ୍ଷୟ ହେଉନଥିଲା। ସେହି ଖାଦ୍ୟ ମହାଭାରତ ଯୁଦ୍ଧରେ ପ୍ରତ୍ୟେକ ସୈନିକମାନେ ଖାଉଥିଲେ, ଯାହାକି କେବେ କ୍ଷୟ ହେଉନଥିଲା, ରାନ୍ଧିବାକୁ ବି ପଡୁନଥିଲା। ସେମିତି ଆପଣଙ୍କର ଯୋଉ ପୂଜା ଘରେ, ଆପଣଙ୍କ ରୋଷେଇ ଘରେ ଆଜି ଯଦି ଆପଣ ଚାଉଳ ଟିକେ କିଣି ଯଦି ରଖିଦେବେ, ତାହା ସେହିପରି ଅକ୍ଷୟ ହୋଇ ରହିବ ଏବଂ ସେଇଠୁ ଚାଉଳକୁ କେବେ କ୍ଷୟ ହେବାକୁ ଦେବେ ନାହିଁ। ଚାଉଳ ପକେଇ 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 ସେଥିରେ ଯାଉଥିବେ, କିନ୍ତୁ ଚାଉଳକୁ କେବେ ସରିବା ପାଇଁ ସେହି ଜାଗାରେ ଦେବେ ନାହିଁ। ଆପଣଙ୍କର ରୋଷେଇ ଘରେ କେବେ ବି ଅଭାବ ଅନଟନ ଆସିବ ନାହିଁ। ପଞ୍ଚମ ଜିନିଷଟି ଏଇଆ ଅଟେ ଯେ ନା ଧଳା ଅରଖ ଗଛ। ଆପଣଙ୍କର ଆଖପାଖରେ ଯଦି ଧଳା ଅରଖ ଗଛ ଅଛି, ଟିକେ ନଜର ପକାନ୍ତୁ। ଆପଣ କ'ଣ କରିବେ ନା ସୂର୍ଯ୍ୟ ଅସ୍ତ ପୂର୍ବରୁ ରବିବାର ଦିନ ଆପଣ ଗୋଟିଏ ତମ୍ବା ଢାଳରେ ଗୋଟିଏ ଟଙ୍କାଟିଏ, ଗୋଟିଏ ଗୁଆ ଏବଂ ଜଳ, ସେଥିରେ ଗଙ୍ଗା ଜଳ ପକାଇଦେବେ। ନେଇକରି ସେହି ଧଳା ଅରଖ ଗଛର ମୂଳରେ ଢାଳିଦେବେ ଏବଂ ତାଙ୍କୁ ପ୍ରାର୍ଥନା କରିବେ, ହେ ବୃକ୍ଷରାଜ, ମୁଁ ଆପଣଙ୍କୁ କାଲି ସକାଳେ ମୋର ଘରର ସମୃଦ୍ଧି ପାଇଁ ନେବା ପାଇଁ ଆସିବି। ଆପଣ ମୋ ସାଙ୍ଗରେ କାଲି ଯାଇକରି ମୋ ଘରର ଏହି ସମସ୍ୟାକୁ ଆପଣମାନେ ଦୂର କରିବେ। ତା ପରଦିନ ସକାଳେ ଯିବେ, କିଛି ଏକ ଧାର ଜିନିଷ ନେଇକରି, ଟିକେ ଚେର ନେଇକରି ଲାଲ କପଡ଼ାରେ ବାନ୍ଧି କରି ଆଣିବେ। ତାହାକୁ ଗଙ୍ଗା ଜଳରେ ଧୋଇକରି ନିଜର ତିଜୋରିରେ ରଖିବେ। ଅର୍ଥାତ୍ ଆପଣ ସୋମବାର ଦିନ ଚେର ଆଣିବାକୁ ଯିବେ, କିନ୍ତୁ ସୂର୍ଯ୍ୟାସ୍ତ ପୂର୍ବରୁ ରବିବାର ଦିନ ଆପଣ ପାଣି ଢାଳିବେ। ଏହା ଦ୍ୱାରା କ'ଣ ହୋଇଥାଏ, କୁହାଯାଏ ବିଶ୍ୱାସ ମୂଳେ ଭଗବାନ। ଯଦି ଆପଣ ପଥରକୁ ବି ଭଗବାନ ବୋଲି, ତାହା ଭଗବାନ ହିଁ ହବ। ପଥରକୁ ଯଦି ପଥର କହିବେ, ସେବେ ପଥର ହିଁ ହବ। ତେବେ ଦର୍ଶକ ବନ୍ଧୁ, ଏହା ଆପଣଙ୍କ ବିଶ୍ୱାସ ଉପରେ ନିର୍ଭର କରେ ଯେ ଆପଣ କେତେ ଭଗବାନଙ୍କୁ ମାନୁଛନ୍ତି। ତ ଆଜିର ଦିନରେ ଆପଣମାନେ ଏହି କାମ ନିହାତି କରନ୍ତୁ। ଯଦି କେହି ଚାକିରି ଜନିତ ସମସ୍ୟା ପାଇଁ ଅଛି, ତାହାକୁ ଆଣିକରି ନିଜର ଡାହାଣ ହାତରେ ପିନ୍ଧି ପାରନ୍ତି। ଯଦି କିଏ ବିବାହ ଜନିତ ସମସ୍ୟା ପାଇଁ ଅଛନ୍ତି, ତାହା ବି ଆପଣମାନେ ପିନ୍ଧି ପାରନ୍ତି, ଗଳାରେ ପିନ୍ଧି ପାରନ୍ତି, ହାତରେ ପିନ୍ଧି ପାରନ୍ତି। ନିହାତି ଆପଣ ନିଶ୍ଚୟ ଭଲ ରିଜଲ୍ଟ ପାଇପାରିବେ। ଦର୍ଶକ ବନ୍ଧୁ, ଏହି ସୁଯୋଗ ବାରମ୍ବାର ଆସିବ ନାହିଁ। ଏହି ସୁଯୋଗକୁ ଯଦି ଆପଣ ହାତ ଛଡ଼ା କରିଦେବେ, ଏହା ଜମା ବି ଭଲ ନୁହଁ। ଆପଣ ଆଜିର ଦିନରେ ରୂପା କିଣିପାରନ୍ତି, ସୁନା କିଣିପାରନ୍ତି, ଚାଉଳ, କିଛି ନହେଲେ ଚାଉଳ କିଣନ୍ତୁ। ତାହାକୁ ନିଜର ଚାଉଳ ଡବାରେ ପୁରାଇ କରି ରଖନ୍ତୁ। ଏହା ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ସୁଖ ସମୃଦ୍ଧି ଆଣିଦେବ। ଆପଣମାନେ ଏହି ଉପାୟ ଆଜିର ଦିନରେ ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ଆଜି ପାଇଁ ରହିଲି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ। ଭିଡ଼ିଓକୁ ଅନ୍ୟମାନଙ୍କୁ ସେୟାର କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ।